ଭୁବନେଶ୍ୱରର 4ଟି ସ୍ଥାନରେ ରହିଛି 4ଟି ବଡ଼ ବଡ଼ ରେଷ୍ଟୁରାଣ୍ଟ, ଯାହାର ମାଲିକଙ୍କୁ ନେଇ ସବୁବେଳେ ଚର୍ଚ୍ଚା। କାରଣ ସେହି ସବୁ ରେଷ୍ଟୁରାଣ୍ଟକୁ ଯିଏ ବି ଯାଆନ୍ତି ଖାଲି ପେଟରେ କେବେ ବି ଫେରନ୍ତି ନାହିଁ। ସେ ଧନୀ ହୁଅନ୍ତୁ ବା ଭିକାରୀ, ଟଙ୍କା ନଥିଲେ ବି ଖାଲି ପେଟରେ ଯିବାକୁ ଦିଅନ୍ତିନି ରେଷ୍ଟୁରାଣ୍ଟର କର୍ମଚାରୀ। ଖାସ୍ ସେଇଥିପାଇଁ ତ ରେଷ୍ଟୁରାଣ୍ଟ ମାଲିକ ବିପିନ ବାବୁଙ୍କୁ ନେଇ ସବୁବେଳେ ଚର୍ଚ୍ଚା। ହେଲେ କିଛି ଦିନ ହେଲା ତାଙ୍କ ରେଷ୍ଟୁରାଣ୍ଟରେ ଅଜବ ଅଜବ ଘଟଣା ଘଟୁଥିଲା, ଯାହାକୁ ନେଇ ବିପିନ ବାବୁଙ୍କର ବିପି ବଢ଼ିଯାଇଥିଲା। କ'ଣ କରିବେ ସେ କିଛି ବୁଝିପାରୁନଥିଲେ। ଶେଷରେ ସତ ଜାଣିବା ପାଇଁ ସେ ନିଜକୁ ଭିକାରୀ ବେଶରେ ସଜେଇ ତାଙ୍କ ରେଷ୍ଟୁରାଣ୍ଟକୁ ଗଲେ। ହେଲେ ଯେତେବେଳେ ରେଷ୍ଟୁରାଣ୍ଟରେ ଏମିତି କିଛି ଦୃଶ୍ୟ ଦେଖିଲେ ତାଙ୍କ ମୁଣ୍ଡ ଘୂରେଇ ଦେଲା, ପାଦ ତଳୁ ଯେମିତି ମାଟି ଖସିଗଲା। କାରଣ ତାଙ୍କ ରେଷ୍ଟୁରାଣ୍ଟ ଭିତରେ ଆଜି ଆପଣମାନଙ୍କ ପାଇଁ ରହିଛି ପୁରାପୁରି ଭିନ୍ନ ଧରଣର କାହାଣୀ। ସବୁଦିନର ସେ ଶାଶୁ ବୋହୂ ନହେଲେ ଫ୍ୟାମିଲି କାହାଣୀ ଠାରୁ ଆଜିର କାହାଣୀ ସବୁଠୁ ଅଧିକ ଦମଦାର। ଭିଡ଼ିଓକୁ ପୁରା ଦେଖନ୍ତୁ, ଜାଣିପାରିବେ। ଆଉ ହଁ, ଭିଡ଼ିଓକୁ ଲାଇକ୍ ସେୟାର କରି ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବେନି। ରାତି 2ଟା ବାଜି ସାରିଥିଲା, ତଥାପି ବିପିନ ବାବୁଙ୍କ ଆଖିରେ ନିଦ ନଥିଲା। ରୁମ୍ ବାଲକୋନିରେ ଖାଲି ଏପଟ ସେପଟ ହେଉଥିଲେ, କାଳେ ନିଦ ଆସିଯିବ। ହେଲେ ନିଦ ଆସୁନଥିଲା। ମୁହଁରେ ବି ଥିଲା ଅନେକ ପ୍ରଶ୍ନର ସମାହାର। ଅନେକ କଥା ଭାବି ଚାଲିଥିଲେ। କ'ଣ ହେବ ଏବେ? ମୁଁ କ'ଣ କରିବି? ଯଦି ଏମିତି ଚାଲିଥିବ ତାହେଲେ ତ ଅଳ୍ପ ଦିନ ଭିତରେ ସବୁ କିଛି ସରିଯିବ। ଦୀର୍ଘ 40 ବର୍ଷର ହାଡ଼ଭଙ୍ଗା ପରିଶ୍ରମ ପରେ ସହରରେ ଯେଉଁ ନାଁ କମେଇଛି, ତାକୁ ମୁଁ ଏତେ ଶୀଘ୍ର ନଷ୍ଟ ହେବାକୁ ଦେବିନି। ନା ନା, କଦାପି ନୁହେଁ। ଅତି ଶୀଘ୍ର ମୋତେ ନିଶ୍ଚୟ କିଛି କରିବାକୁ ପଡ଼ିବ। ମନେ ମନେ ଗୁଣୁଗୁଣୁ ହୋଇ କେତେ କ'ଣ କହି ଚାଲିଥିବା ବେଳେ ପଛପଟରୁ ପତ୍ନୀ ସାରଳା ଦେବୀ ଡାକ ପକେଇଲେ, ତମେ ତମେ କ'ଣ ଏତେବେଳ ଯାଏଁ ଶୋଇନ? କ'ଣ ହୋଇଛି ତମର? ସ୍ତ୍ରୀଙ୍କ ପାଟି ଶୁଣି ପଛକୁ ବୁଲି ପଡ଼ିଲେ ବିପିନ ବାବୁ। ବିପିନ ବାବୁଙ୍କ ମୁହଁକୁ ଦେଖି ଯେମିତି ଚମକି ପଡ଼ିଲେ ସାରଳା ଦେବୀ। ତାଙ୍କ ସହିତ ଦୀର୍ଘ 32 ବର୍ଷର ଘର ସଂସାର, କିନ୍ତୁ ଆଜି ଯାଏଁ କେବେ ବି ତାଙ୍କ ମୁହଁରେ ଏତେ ଚିନ୍ତା ଓ ବ୍ୟସ୍ତତା ଦେଖିନଥିଲେ। ସାଙ୍ଗେ ସାଙ୍ଗେ ସେ ବିପିନ ବାବୁଙ୍କୁ ଟିକେ ଆଲିଙ୍ଗନ କରି ପଚାରିଲେ କି, କ'ଣ ହେଇଛି ତମର? ଏତେ ଚିନ୍ତା କାହିଁକି? ରାତି ଏତେ ହେଲାଣି, ତଥାପି ତମେ ଶୋଇନ କାହିଁକି? କିଛି ଅସୁବିଧା ହୋଇଛି କି? ସ୍ତ୍ରୀଙ୍କ କୋମଳ କଥାରେ ବିପିନ ବାବୁ ଟିକେ ଆଶ୍ୱାସନା ପାଇଲେ। ରୁମ୍ ଭିତରକୁ ଯାଇ ସୋଫା ଉପରେ ବସିଯାଇ ଏକ ଦୀର୍ଘ ନିଶ୍ୱାସ ଛାଡ଼ିଲେ। କହିଲେ କି, ସାରଳା, ଆଜି ଭୁବନେଶ୍ୱରରେ ଯେଉଁ ଇଜ୍ଜତ ଓ ନାଁ କମେଇଛି, ବୋଧହୁଏ ତା ଧୀରେ ଧୀରେ କମିବାରେ ଲାଗିଛି। ମୃତ୍ୟୁ ଆଗରୁ ଯେଉଁ ସ୍ୱପ୍ନ ଦେଖୁଛି, ବୋଧହୁଏ ତାହା ସ୍ୱପ୍ନରେ ହିଁ ରହିଯିବ। ସାରଳା ଦେବୀ ବିପିନ ବାବୁଙ୍କ କଥା ଶୁଣି ବିଚଳିତ ହୋଇଗଲେ। ଆଉ କହିଲେ କି, କ'ଣ ହୋଇଛି ଟିକେ ଖୋଲିକି କୁହ ତ। ଆଉ ଥରେ ବି ତମେ ସେ ମରିବା କଥା ମୋ ଆଗରେ କହିବନି। ଏବେ କୁହ, କ'ଣ ହୋଇଛି? ଯାହା ବି ହୋଇଥିବ ଆମେ ଦୁହେଁ ମିଶି ସମାଧାନର ରାସ୍ତା ନିଶ୍ଚୟ ବାହାର କରିବା। ଭୁବନେଶ୍ୱର ମଧ୍ୟଭାଗ ଶହୀଦ ନଗରରେ ରହୁଥିଲେ ବିପିନ ବାବୁ ଓ ସାରଳା ଦେବୀ। ସହରର ସବୁଠୁ ବଡ଼ ବଡ଼ 4ଟି ରେଷ୍ଟୁରାଣ୍ଟର ମାଲିକ ଥିଲେ। ଦୀର୍ଘ 25 ବର୍ଷର ଅକ୍ଲାନ୍ତ ଚେଷ୍ଟା ଓ ହାଡ଼ଭଙ୍ଗା ପରିଶ୍ରମ କରି ସେ ସବୁଠୁ ବଡ଼ ବଡ଼ ରେଷ୍ଟୁରାଣ୍ଟର ମାଲିକ ହୋଇପାରିଥିଲେ। ସହରରେ ତାଙ୍କ ନାଁରେ ସବୁବେଳେ ଚର୍ଚ୍ଚା ହେଉଥିଲା। ସେ ଜଣେ ବଡ଼ ଦୟାଳୁ ଲୋକ ଥିଲେ। ସେ ଖାଲିଟାରେ ସବୁଠୁ ବଡ଼ ବଡ଼ ରେଷ୍ଟୁରାଣ୍ଟର ମାଲିକ ହୋଇଯାଇନଥିଲେ। ତାଙ୍କ ପଛରେ ଲୋକଙ୍କର ଭଲ ପାଇବା ଥିଲା। କାରଣ ସେ ତାଙ୍କ ରେଷ୍ଟୁରାଣ୍ଟରେ ଗରିବ ଲୋକଙ୍କୁ ବି ମାଗଣାରେ ଖାଇବାକୁ ଦେଇଥିଲେ। ଭିକାରୀଙ୍କୁ ତ ଡାକିକି ଖାଇବାକୁ ଦେଉଥିଲେ। ଯଦି କୌଣସି ଦିନ କାହା ପାଖରେ ଟଙ୍କା ବି ନଥିଲା, ସେ କିଛି ନ କହି ଖାଇବା ଦେଉଥିଲେ। ସେଥିପାଇଁ ଗରିବ ଓ ଭୋକିଲା ଲୋକଙ୍କ ପାଇଁ ସେ ଭଗବାନ ସଦୃଶ ଥିଲେ। ଆଉ ତାଙ୍କର ଏହି ଗୁଣ ପାଇଁ ତାଙ୍କରି ଚର୍ଚ୍ଚା ଚାରିଆଡ଼ ହେଉଥିଲା। ହେଲେ ଏଇ କିଛି ଦିନ ହେଲା ତାଙ୍କ ରେଷ୍ଟୁରାଣ୍ଟରେ ଏମିତି କିଛି ଘଟଣା ଘଟୁଥିଲା, ଯାହାକୁ ନେଇ
ସେ ପୂରା ବ୍ୟସ୍ତ ହୋଇ ପଡ଼ିଥିଲେ। ଏମିତି ସମୟରେ କିଛି ଦିନ ତଳେ ସେ ନିଜେ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା କଥା ଜାଣିବାକୁ ପାଇଲେ। ଆଉ ଏକଥା ଜାଣିବା ପରେ ପୂରା ଭାଙ୍ଗି ପଡ଼ିଲେ। ଡାକ୍ତର ବି ତାଙ୍କୁ 3 ବର୍ଷର ସମୟ ଦେଇଥିଲେ। ସ୍ତ୍ରୀଙ୍କୁ ଏକଥା ଜଣେଇବା ପରେ ସେ ବି ଭାଙ୍ଗି ପଡ଼ିଥିଲେ। ଗୋଟିଏ ସପ୍ତାହ ପୂରା ସ୍ୱାମୀ ସ୍ତ୍ରୀ ଦୁହେଁ କାନ୍ଦି କାନ୍ଦି ବିତେଇ ଦେଇଥିଲେ। ଆଉ ତାପରେ ନିଜେ ନିଜକୁ ଦୃଢ଼ କଲେ। ଚିନ୍ତା କଲେ କି ଯେତିକି ବି ସମୟ ଅଛି ମୋ ପାଖରେ ସେ ସମୟ ମୁଁ ଗରିବଙ୍କ ପାଇଁ ସମର୍ପିତ କରିଦେବି। ଗରିବଙ୍କ ସେବା କରିଥିଲେ ମୁଁ ମରିବା ପରେ ବି ଏ ଦୁନିଆ ମୋତେ ମନେ ରଖିଥିବ। କିନ୍ତୁ ଏ ସମୟରେ ରେଷ୍ଟୁରାଣ୍ଟରେ ଘଟୁଥିବା ଘଟଣା ତାଙ୍କ ନିଦ ହଜେଇ ଦେଇଥିଲା। ଆଉ ଆଜି ଏହି ଘଟଣା ବିଷୟରେ ଯେତେବେଳେ ସେ ସାରଳା ଦେବୀଙ୍କୁ କହିଲେ, ସାରଳା ଦେବୀ ବି ଚିନ୍ତାରେ ପଡ଼ିଯାଇଥିଲେ। ବହୁତ ସମୟ ପର୍ଯ୍ୟନ୍ତ ଚିନ୍ତା କରିବା ପରେ ସାରଳା ଦେବୀଙ୍କ ମନକୁ ଗୋଟିଏ ଆଇଡିଆ ଆସିଲା। ସେଠୁ ସେ କହିଲେ କି ତମେ ଗୋଟେ କାମ କର, କାଲିଠାରୁ ନିଜକୁ ଭିକାରୀ ବେଶରେ ସଜେଇ ପ୍ରତିଦିନ ଗୋଟିଏ ରେଷ୍ଟୁରାଣ୍ଟ ଯାଇ ନିଜେ ଚେକ୍ କର, ପ୍ରକୃତରେ ରେଷ୍ଟୁରାଣ୍ଟ ଭିତରେ କ'ଣ ଚାଲିଛି। ଆଉ ସତ କଥା ଜାଣିବା ପରେ ତମେ ନିଜେ ସବୁକିଛି ଠିକ୍ କରିପାରିବ। କଥାଟି ବିପିନ ବାବୁଙ୍କ ମନକୁ ପାଇଲା। ଆଉ ସେ ସ୍ଥିର କଲେ କି କାଲିଠାରୁ ସେ ନିଜକୁ ଭିକାରୀ ବେଶରେ ସଜେଇ ସବୁ ରେଷ୍ଟୁରାଣ୍ଟ ବୁଲିବେ। ଆଉ ନିଜ ଆଖିରେ ରେଷ୍ଟୁରାଣ୍ଟରେ ଚାଲିଥିବା ଘଟଣା ଦେଖିବା ପରେ ଯାଇ ହିଁ ପୂରା ନିଷ୍ପତ୍ତି ନେବେ। ରାତି ପାହି ସକାଳ ହେଲା। ବିପିନ ବାବୁ ନିଜକୁ ଭିକାରୀ ବେଶରେ ସଜେଇ ଦେଲେ। ଆଉ ଠିକ୍ ଦିନ 12ଟା ବେଳକୁ ରାମ ମନ୍ଦିର ନିକଟସ୍ଥ ରେଷ୍ଟୁରାଣ୍ଟକୁ ବାହାରିଗଲେ। ସେ ରେଷ୍ଟୁରାଣ୍ଟଟି ପୂରା ଭୁବନେଶ୍ୱରରେ ଜଣାଶୁଣା ଥିଲା। ସହରର ସବୁ ଲୋକ ସପ୍ତାହକୁ ଦିନେ ନା ଦିନେ ସେଠାକୁ ଖାଇବାକୁ ଯାଉଥିଲେ। ଦେହରେ ଚିରା ଫଟା ପୋଷାକ, ପାଦରେ ଛିଣ୍ଡା ଚପଲ ଓ ହାତରେ ଗୋଟିଏ ଥାଳ ନେଇ ସେ ରେଷ୍ଟୁରାଣ୍ଟ ସାମ୍ନାରେ ପହଞ୍ଚିଗଲେ। ଆଉ ଭିତରକୁ ଯିବା ପାଇଁ ଯେମିତି ପାଦ ବଢ଼େଇଛନ୍ତି, କୁଆଡ଼େ ଥିଲେ କେଜାଣି ସିକ୍ୟୁରିଟି ଗାର୍ଡ ଦୌଡ଼ିକି ପଳେଇ ଆସିଲେ। ଆଉ ଚିଲେଇ ଚିଲେଇ କହିଲେ କି ଆରେ ଆରେ ତମେ କୁଆଡ଼େ ପଶି ଯାଉଛ ଭିତରକୁ? ତମେ ଭିତରକୁ ଯାଇପାରିବନି, ଏ ଜାଗାରୁ ହଟିଯାଅ। ସେଠୁ ବିପିନ ବାବୁ କହିଲେ କି ଭାଇ ମୋତେ ଖୁବ୍ ଭୋକ, 5 ଦିନ ହେଲା କିଛି ବି ଖାଇନି, ପେଟକୁ ମୁଠେ ଦାନା ବି ଯାଇନି, କିଛି ତ ଖାଇବାକୁ ଦେଇଦିଅ। ସିକ୍ୟୁରିଟି ଗାର୍ଡ ତାଙ୍କୁ ପାଦରୁ ମୁଣ୍ଡ ଯାଇ ଅନେଇଲା। ଆଉ ଭିତରକୁ ଯାଇ ମ୍ୟାନେଜରଙ୍କୁ ଡାକି ଆଣିଲା। ହେଲେ ମ୍ୟାନେଜର ତାଙ୍କୁ ଭିକାରୀ ବେଶରେ ଦେଖିବା ପରେ ବି ଚିହ୍ନି ପାରିଲେନି। ଆଉ ଖାଇବା ଦେବେ କ'ଣ ଚିଲେଇବାରେ ଲାଗିଲେ। କହିଲେ ଯାଅ ଯାଅ ଏଠୁ, ପ୍ରଥମେ ଘରକୁ ଯାଇ ଗାଧୋଇ ପାଧୋଇ ସଫାସୁତର ହୋଇ ଆସ, ତାପରେ ଯାଇ ଖାଇବାକୁ ମିଳିବ। ତାପରେ ବି ତମେ ଦୂରରୁ ଲୋକଙ୍କୁ ଏଠାରେ ଖାଇବାର ଦେଖିପାରିବ। ତମର ଏତେ ଔକାତ ନାହିଁ ଯେ ଏମିତିକା ରେଷ୍ଟୁରାଣ୍ଟରେ ବସି ଖାଇପାରିବ। ତାପରେ ମ୍ୟାନେଜର ତାଙ୍କୁ ତୁରନ୍ତ ସେ ଜାଗା ଛାଡ଼ିବା ପାଇଁ କହିଦେଲେ। ମ୍ୟାନେଜରଙ୍କ ରୁକ୍ଷ ବ୍ୟବହାର ଦେଖି ତାଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା। ସେ କେବେ ବି ଭାବିନଥିଲେ କି ତାଙ୍କ ନିଜ ରେଷ୍ଟୁରାଣ୍ଟରେ ଲୋକଙ୍କ ସହିତ ଏମିତି ବ୍ୟବହାର କରାଯାଉଛି। କାରଣ ସେ ସବୁବେଳେ ନିଜ କର୍ମଚାରୀଙ୍କୁ ଶିଖେଇଥିଲେ କି ଭୋକିଲା ଲୋକଙ୍କୁ ଜମା ବି ଫେରେଇ ଦେବନି, ସେମାନଙ୍କୁ ସାହାଯ୍ୟ କରିବ। ବିପିନ ବାବୁ ଦୀର୍ଘ ସମୟ ଯାଏଁ ରେଷ୍ଟୁରାଣ୍ଟର ବାହାରେ ଛିଡ଼ା ହୋଇ ରହିଲେ, କାଳେ ଅନ୍ୟ କେହି କର୍ମଚାରୀ ତାଙ୍କ ପାଇଁ ଖାଇବା ନେଇକି ଆସିବେ। କିନ୍ତୁ କେହି ବି ତାଙ୍କ ଆଡ଼କୁ ଅନଉନଥିଲେ। ଯେଉଁଠି ସେ ସବୁ ଦୁଃଖୀ ରଙ୍କିଙ୍କର ସାହାଯ୍ୟ କରୁଥିଲେ, ହେଲେ ତାଙ୍କ ନିଜ ହୋଟେଲରେ ଲୋକଙ୍କୁ ବେଜିତ୍ କରାଯାଉଥିଲା। ଏହା ଭାବିକି ତ ତାଙ୍କ ଆଖିରୁ ଲୁହ ପଳେଇ ଆସିଲା। ସେଦିନ ସେ ଘରକୁ ପଳେଇ ଆସିଲେ। ଆଉ ସାରଳା ଦେବୀଙ୍କୁ ସବୁ କଥା କହିଲେ। ପରଦିନ ଆସିଲା, ସେ ଭିକାରୀ ବେଶରେ ଦ୍ୱିତୀୟ ରେଷ୍ଟୁରାଣ୍ଟକୁ ଗଲେ। ସେଇଟା ନିକୋ ପାର୍କ ନିକଟରେ ଥିଲା। ସେ ଯେମିତି ରେଷ୍ଟୁରାଣ୍ଟକୁ ପଶିବା ପାଇଁ ବାହାରିଛନ୍ତି, ସିକ୍ୟୁରିଟି ମ୍ୟାନେଜରଙ୍କୁ ଡାକ ପକେଇଲେ। ମ୍ୟାନେଜରଙ୍କୁ ସେ କେତେ କାକୁତି ମିନତି ହେଲେ କି ତାଙ୍କୁ କିଛି ଖାଇବା ଦିଆଯାଉ। ବହୁତ ଦିନରୁ ସେ ଭୋକିଲା ଅଛନ୍ତି, କିନ୍ତୁ ଏଠି ବି ସେମିତି କହିକି ଫେରେଇ ଦେଲେ। ମ୍ୟାନେଜର କହିଲେ କି ତମେ ଏଠାରେ ବସି ଚକୋଲେଟ୍ ଖାଇବାକୁ ବି ଯୋଗ୍ୟ ନୁହେଁ, ତମେ ତମ ପରି ହୋଟେଲ ଦେଖି ଖାଇବାକୁ ମାଗ।
ଏମିତି କେତେ କଥା ଶୁଣି ସାରିବା ପରେ ବି ସେ କେତେ ସମୟ ଯାଏଁ ସେଠାରେ ଛିଡ଼ା ହୋଇ ରହିଲେ। ଏତିକି ସମୟରେ ରେଷ୍ଟୁରାଣ୍ଟର ରୋଷେଇଆ ଆସି ଚିଲେଇବାରେ ଲାଗିଲେ, କି ଏଇଠାରେ ଛିଡ଼ା ହୁଅ, ସମସ୍ତେ ପଳେଇବା ପରେ କାଲିର ଖାଇବା ଦେଇଦେବି, ଆଉ ସେଇଟା ତମ ଜୀବନର ସବୁଠୁ ସ୍ୱାଦିଷ୍ଟ ଖାଇବା ହେବ। ତାଙ୍କ କଥା ଶୁଣିକି ବିପିନ ବାବୁ ବୁଝିଗଲେ କି ଏଠାରେ ବି ଭୋକିଲା ପେଟର ଭୋକ ବୁଝିବା ପାଇଁ କେହି ନାହାନ୍ତି। ନିରାଶ ମନରେ ସେ ଘରକୁ ଫେରିଆସି ସାରଳା ଦେବୀଙ୍କୁ କହିଲେ। ପୁଣି ପରଦିନ ଆସିଲା। ବିପିନ ବାବୁ ପୂର୍ବଦିନ ପରି ଭିକାରୀ ବେଶରେ ନିଜକୁ ସଜେଇ ଦେଲେ ଆଉ ତୃତୀୟ ରେଷ୍ଟୁରାଣ୍ଟକୁ ବାହାରି ପଡ଼ିଲେ। ଆଉ ସେ କେବେ ବି ଭାବିନଥିଲେ କି ଏଇ ରେଷ୍ଟୁରାଣ୍ଟକୁ ଆସିବା ତାଙ୍କ ପାଇଁ ପୁରା ମହଙ୍ଗା ସାବ୍ୟସ୍ତ ହେବ। ଏଇଟା ତାଙ୍କର ସବୁଠୁ ପୁରୁଣା ରେଷ୍ଟୁରାଣ୍ଟ ଥିଲା। ଏଠୁ ହିଁ ସେ ନିଜ ଜୀବନ ଆରମ୍ଭ କରିଥିଲେ। ସେ ରେଷ୍ଟୁରାଣ୍ଟକୁ ତାଙ୍କର ସବୁଠୁ ପୁରୁଣା ସହଯୋଗୀ ବଂଶୀଧର ସମ୍ଭାଳୁଥିଲେ। ବଂଶୀ ତାଙ୍କର ଖାସ୍ ଥିଲେ। ବିପିନ ବାବୁ ସେଠାରେ ପହଞ୍ଚିବା ପରେ ବଂଶୀଧର ଆସିଲେ। ବଂଶୀଧରକୁ ସେ ଖାଇବା ମାଗିଲେ, କିନ୍ତୁ ବଂଶୀଧର କହିଲେ କି ଭଦ୍ରାମୀରେ କହୁଛି ଏଇଠାରୁ ପଳାଅ, ନହେଲେ ସିକ୍ୟୁରିଟି ଡାକିବି। ଭିକାରୀ ବେଶରେ ବିପିନ ବାବୁ ହାତ ଯୋଡ଼ି କହିଲେ କି ବଳି ପଡ଼ିଥିବା ଖାଇବା ଦେଇଦିଅ, ସେତିକି ଖାଇକି ମୋ ପେଟ ଭର୍ତ୍ତି ହୋଇଯିବ। ସମସ୍ତେ ମୋତେ କୁକୁର ପରି ବ୍ୟବହାର କରି ଭଗେଇ ଦେଉଛନ୍ତି। ବଂଶୀଧର କହିଲେ କି ତମେ ଯେମିତି ଦେଖାଯିବ ଲୋକେ ତମକୁ ସେମିତି ବ୍ୟବହାର କରିବେ। ସେଠୁ ବଂଶୀଧର କହିଲେ କି ମୁଁ ମାଲିକଙ୍କର ସବୁ ରେଷ୍ଟୁରାଣ୍ଟକୁ ଚଳେଇବା ପାଇଁ ବହୁତ କିଛି ପରିଶ୍ରମ କରିଛି। ମୁଁ ନଥିଲେ ସବୁ ରେଷ୍ଟୁରାଣ୍ଟ ବିକ୍ରି ହୋଇସାରିଥାନ୍ତା, କାହିଁକି ନା ଏ ରେଷ୍ଟୁରାଣ୍ଟର ମାଲିକ ସମସ୍ତଙ୍କୁ ସାହାଯ୍ୟ କରି କରି କାଙ୍ଗାଳ ହୋଇଯାଇଥାନ୍ତେ। ମୁଁ ତ ଭାବୁଛି କି ସବୁ ରେଷ୍ଟୁରାଣ୍ଟର ମାଲିକ ବିପିନ ବାବୁ ଯଦି ମରିଯାଆନ୍ତେ ତାହେଲେ ସବୁଗୁଡ଼ିକ ମୋର ହୋଇଯାଆନ୍ତା। ବିପିନ ବାବୁଙ୍କର ସବୁଠୁ ଖାସ୍ ବଂଶୀଧରଙ୍କର ଏମିତି ମନୋଭାବକୁ ଦେଖି ବିପିନ ବାବୁ ଯେମିତି ସ୍ତବ୍ଧ ହୋଇଗଲେ। ବିପିନ ବାବୁ ବଂଶୀଧରକୁ ନିଜ ସାନ ଭାଇ ବୋଲି ଭାବୁଥିଲେ, ହେଲେ ସେ ନିଜ ମନରେ ଶତ୍ରୁତା ରଖିଥିଲେ। ସେ ଭାବୁଥିଲେ କି ମୋର ଶିଖେଇବାରେ ଏମିତି କ'ଣ ଭୁଲ ଥିଲା ଯେ ମୋ ରେଷ୍ଟୁରାଣ୍ଟର ଲୋକେ ମୁଁ ଶିଖେଇଥିବା କଥା ଭୁଲ ବାଟରେ ନେଉଛନ୍ତି। ମୁଁ ତ ସେମାନଙ୍କୁ ସବୁବେଳେ ଲୋକଙ୍କୁ ସାହାଯ୍ୟ କରିବା ଶିଖେଇଥିଲି, କିନ୍ତୁ ଏବେ ତ ସବୁ ଓଲଟା ହେଉଛି। ଏସବୁ ଭାବି ଭାବି ସେ ନିଜର 3ଟି ରେଷ୍ଟୁରାଣ୍ଟକୁ ଯାଇଥିଲେ, ଆଉ ସେଠାରେ ତାଙ୍କୁ ବେଜିତ୍ ସହିବାକୁ ପଡ଼ିଲା। ଏବେ ଶେଷ ରେଷ୍ଟୁରାଣ୍ଟ ବାକି ରହିଥିଲା, ଆଉ ତାଙ୍କର ବିଶ୍ୱାସ ଥିଲା କି ସେଠାରେ ବି ସେମିତି ହେବ। କାହିଁକି ନା ଭାଇ ସମାନ ବଂଶୀଧର ଯଦି ତାଙ୍କ ପିଠିରେ ଛୁରା ଭୁଷି ପାରନ୍ତି, ତାହେଲେ ଆଉ କିଏ ଅଛି ଯେ ତାଙ୍କ ବାଟରେ ଚାଲୁଥିବ। ସେ ଭାବି ଭାବି ନିଜ ଘରେ ପହଞ୍ଚିଗଲେ, ଆଉ ସବୁଥର ପରି ସ୍ତ୍ରୀ ସାରଳା ଦେବୀଙ୍କୁ କହିଲେ। ଆଉ ସାରଳା ଦେବୀ ତାଙ୍କୁ ଧୈର୍ଯ୍ୟ ଧରିବା ପାଇଁ ପରାମର୍ଶ ଦେଲେ। ସେଦିନ ବିତିଗଲା, ଆଉ ପରଦିନ ଆସିଲା। ବିପିନ ବାବୁ ପୁଣି ଥରେ ନିଜକୁ ଭିକାରୀ ବେଶରେ ସଜେଇଲେ, ଆଉ ଠିକ୍ ସମୟରେ ସେ ଚତୁର୍ଥ ରେଷ୍ଟୁରାଣ୍ଟ ଆଡ଼କୁ ବାହାରିଗଲେ। ସେ ରେଷ୍ଟୁରାଣ୍ଟଟି ସହରର ଶେଷ ଭାଗରେ ଏକ ପ୍ରାକୃତିକ ପରିବେଶ ଭିତରେ ଥିଲା। ସବୁଜିମା ଭିତରେ ରହିଥିବାରୁ ଲୋକଙ୍କର ବହୁତ ମାତ୍ରାରେ ଭିଡ଼ ଜମୁଥିଲା। ସେ ଭିକାରୀ ବେଶରେ ଯେମିତି ରେଷ୍ଟୁରାଣ୍ଟ ଭିତରକୁ ଯିବା ପାଇଁ ବାହାରିଛନ୍ତି, ୱାଚମ୍ୟାନ୍ ତାଙ୍କୁ ଅଟକାଇ ଦେଲେ, ଆଉ ମ୍ୟାନେଜରଙ୍କୁ ଡାକ ପକେଇଲେ। ମ୍ୟାନେଜର ଆସି ବିପିନ ବାବୁଙ୍କୁ ଟିକେ ଅନେଇଲେ, ଆଉ ଇଜ୍ଜତ ଓ ସ୍ନେହଭରା ନଜରରେ କହିଲେ କି ଟିକେ ଅପେକ୍ଷା କରନ୍ତୁ, ଯେମିତି ସିଟ୍ ଖାଲି ହେବ ମୁଁ ଆପଣଙ୍କୁ ଡାକିଦେବି। ହେଲେ ଚତୁର୍ଥ ରେଷ୍ଟୁରାଣ୍ଟର ମ୍ୟାନେଜରଙ୍କର ଏମିତି କଥା ଶୁଣି ବିପିନ ବାବୁଙ୍କର ବିଶ୍ୱାସ ହେଉନଥିଲା, କାରଣ ମ୍ୟାନେଜର ତାଙ୍କର ବେଜିତ୍ କରିନଥିଲେ। କିନ୍ତୁ ଅସଲି ଚମତ୍କାର ତ ସେତେବେଳେ ହେଲା ଯେତେବେଳେ ତାଙ୍କୁ ଡାକିବା ପାଇଁ ପୁଣି ଥରେ ରେଷ୍ଟୁରାଣ୍ଟ ମ୍ୟାନେଜର ନିଜେ ଆସିଲେ, ଆଉ ତାଙ୍କୁ ଏକ ଏମିତି ଟେବୁଲକୁ ଡାକି ନେଇଗଲେ ଯେଉଁଠି ସବୁ ପ୍ରକାରର ଖାଇବା ବଢ଼ା ହୋଇ ରହିଥିଲା। ଯେତେବେଳେ ବିପିନ ବାବୁ ସେ ଟେବୁଲ ଉପରେ ବସି ଖାଇବା ଆରମ୍ଭ କଲେ, ମ୍ୟାନେଜର ତାଙ୍କ ପାଖରେ ବସି ତାଙ୍କ କାହାଣୀ କହିବା ଆରମ୍ଭ କଲେ। ସେ ଜଣେ ବ୍ୟବସାୟୀ ଥିଲେ, ଆଉ କାର୍ ଦୁର୍ଘଟଣାରେ ନିଜ ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସେ ତାଙ୍କର ସବୁ କିଛି ବିକ୍ରି କରିଦେଇଥିଲେ। ପାଣି ପରି ଟଙ୍କା ଖର୍ଚ୍ଚ କରିବା ପରେ ବି ତାଙ୍କ ସ୍ତ୍ରୀ ବଞ୍ଚିନଥିଲେ। ସ୍ତ୍ରୀ ବିୟୋଗରେ ସେ ବ୍ୟସ୍ତ ବିବ୍ରତ ହୋଇଯାଇଥିଲେ,
ଆଉ ମଦ ପିଇବା ଆରମ୍ଭ କରିଦେଇଥିଲେ। ଆଉ ତାଙ୍କ ହାଲାତ ଭିକାରୀଙ୍କ ପରି ହୋଇଯାଇଥିଲା। ଆଉ ତାଙ୍କର ଏବେ ବି ମନେ ଅଛି କି ଦିନେ ସେ ଏଇ ରେଷ୍ଟୁରାଣ୍ଟକୁ ଖାଇବା ମାଗିବା ପାଇଁ ଆସିଥିଲେ। ତାଙ୍କୁ ରେଷ୍ଟୁରାଣ୍ଟର ମାଲିକ ଖାଲି ଖାଇବାକୁ ଦେଇନଥିଲେ, ବରଂ ପରଦିନ ତାଙ୍କୁ ଏଠାରେ ଚାକିରି ବି ଦେଇଥିଲେ। ଆଜି ସେ ରେଷ୍ଟୁରାଣ୍ଟର ମ୍ୟାନେଜର। ଏତେ ସବୁ କହିବା ପରେ ବି ସେ ମ୍ୟାନେଜର ଜାଣିପାରିନଥିଲେ କି ଯାହାଙ୍କୁ ସେ ଭିକାରୀ ଭାବିକି ଏତେ କଥା କହିଚାଲିଛନ୍ତି ସେ ଆଉ କେହି ନୁହନ୍ତି, ବରଂ ରେଷ୍ଟୁରାଣ୍ଟର ମାଲିକ। ବିପିନ ବାବୁ ଏସବୁ ଦେଖିକି ପୁରା ଖୁସି ହୋଇଗଲେ। ଆଉ ଖାଇସାରି ତୃପ୍ତ ମନ ନେଇ ଘରକୁ ଫେରିଲେ। ପରଦିନ ସବୁ ରେଷ୍ଟୁରାଣ୍ଟର କର୍ମଚାରୀଙ୍କୁ ଏକାଠି ଡାକିଲେ। ଆଉ ସେହି ମିଟିଂକୁ ବି ବିପିନ ବାବୁ ଭିକାରୀ ବେଶରେ ଗଲେ। ଭିକାରୀଙ୍କୁ ଦେଖିକି ସବୁ କର୍ମଚାରୀ ମୁହଁ ମୋଡ଼ିଦେଲେ। ଆଉ ସେମାନଙ୍କ ସାମ୍ନାରେ ବିପିନ ବାବୁ ଭିକାରୀ ବେଶକୁ କାଢ଼ିଲେ। ଯେତେବେଳେ ସମସ୍ତେ ସେମାନଙ୍କ ମାଲିକଙ୍କୁ ଭିକାରୀ ବେଶରେ ଦେଖିଲେ, ସବୁ କର୍ମଚାରୀ ଯେମିତି ତାଟକା ହୋଇଗଲେ। ଆଉ ବିପିନ ବାବୁଙ୍କୁ ହାତ ଯୋଡ଼ି କ୍ଷମା ମାଗିବାରେ ଲାଗିଲେ। ହେଲେ ବିପିନ ବାବୁ କାହା କଥା ଶୁଣିଲେନି। ଶେଷ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଛାଡ଼ି ବାକି 3 ରେଷ୍ଟୁରାଣ୍ଟର କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଲେ। କିଛିଦିନ ଭିତରେ ସେମାନଙ୍କ ସ୍ଥାନରେ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦେଲେ। ସେ ସମସ୍ତଙ୍କୁ ଗୋଟିଏ କଥା କହିଲେ କି ମୁଁ ମରିବା ଆଗରୁ ସମସ୍ତଙ୍କ ଭଲ ପାଇବା ନେଇ ମରିବାକୁ ଚାହେଁ। ଯଦି ମୋ ରେଷ୍ଟୁରାଣ୍ଟରେ ଲୋକଙ୍କ ସହିତ ଏମିତି ବ୍ୟବହାର କରାଯିବ ତାହେଲେ ମୁଁ କେମିତି ଖୁସିରେ ରହିପାରିବି। ଆଜି ବିପିନ ବାବୁଙ୍କ ରେଷ୍ଟୁରାଣ୍ଟରେ ଭିକାରୀ ଓ ଭୋକିଲାଙ୍କୁ ଖାଲି ପେଟରେ ଫେରେଇ ଦିଆଯାଏ ନାହିଁ। ଏଥିପାଇଁ ତାଙ୍କର ରେଷ୍ଟୁରାଣ୍ଟ ଆଜି ଭୁବନେଶ୍ୱରରେ 1 ନମ୍ବର। ତ କାହାଣୀଟି ଏତିକି ଥିଲା। ବିପିନ ବାବୁଙ୍କର ଚିନ୍ତାଧାରା କେମିତି ଲାଗିଲା କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣେଇବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବାକୁ ଜମା ବି କଞ୍ଜୁସି କରିବେନି। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନକୁ ବି ଅନ୍ କରିଦେବେ। ଆମ ଫେସବୁକ୍ ପେଜ୍ ସିକ୍ରେଟ ଷ୍ଟୋରିଜକୁ ବି ଫଲୋ କରିଦେବେ। ଲିଙ୍କ୍ ଡେସ୍କ୍ରିପ୍ସନରେ ରହିଛି। ଧନ୍ୟବାଦ।